ଶିକ୍ଷାନୀତି 2020 ଭାରତ ଶିକ୍ଷା ମନ୍ତ୍ରାଳୟ ଭାରତ ସରକାର। ଦେଖନ୍ତୁ ଏଥିରେ ଆପଣଙ୍କର 4ଟି ବିଷୟବସ୍ତୁ ଅଛି। ଏଠି ହେଉଛି ଉପକ୍ରମ ପରେ ଆପଣ ଭାଗ 1 ବିଦ୍ୟାଳୟ ଶିକ୍ଷା, ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷାର ମୂଳଦୁଆ, ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ ପାଇଁ ଶିକ୍ଷଣ ପାଇଁ ଜରୁରୀ ଆବଶ୍ୟକ ସର୍ତ୍ତ, ପାଠ୍ୟତ୍ୟାଗ ହ୍ରାସ କରିବା ଓ ଶିକ୍ଷାର୍ଥୀର ସମସ୍ତ ସ୍ତରରେ ସାର୍ବଜନୀନ ସୁଯୋଗ ସୁନିଶ୍ଚିତ କରିବା, ବିଦ୍ୟାଳୟରେ ପାଠ୍ୟକ୍ରମ ଏବଂ ଶିକ୍ଷାଦାନ ଶିକ୍ଷଣଶାସ୍ତ୍ର ଶିକ୍ଷଣ ସାମଗ୍ରୀ ସମନ୍ୱିତ, ଆନନ୍ଦଦାୟୀ ଏବଂ ଅଂଶଗ୍ରହଣାତ୍ମକ ହେବା ଆବଶ୍ୟକ। 5 ରହିଛି ଶିକ୍ଷକ, 6 ରହିଛି ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ସମସ୍ତଙ୍କ ପାଇଁ ଶିକ୍ଷା, 8 ରହିଛି ବିଦ୍ୟାଳୟ ସଙ୍ଗମ। ଏନ୍ଇପି 2020 ପୂର୍ବରୁ ପ୍ରଚଳିତ ଥିବା ପୂର୍ବ ପ୍ରଚଳିତ ନୀତି ଶିକ୍ଷା ସମ୍ବନ୍ଧୀୟ ପୂର୍ବ ନୀତିଗୁଡ଼ିକ କାର୍ଯ୍ୟାନ୍ୱୟନ ମୁଖ୍ୟତଃ ଶିକ୍ଷା ସୁଯୋଗ ସୃଷ୍ଟି ଓ ସମାନତା ଉପରେ ଧ୍ୟାନ ଦେଇଛି। ଜାତୀୟ ଶିକ୍ଷାନୀତି 1986-1992ର ସଂଶୋଧିତ ନୀତିର ଅସମାପ୍ତ କାର୍ଯ୍ୟସୂଚୀ ଏହି ନୀତିର ଉପଯୁକ୍ତ ଭାବେ ବ୍ୟବହାର କରାଯାଇଛି। ଶେଷ ଶିକ୍ଷାନୀତି ଏନ୍ଇପି 1986-92 ଏକ ପ୍ରମୁଖ ବିକାଶ ହେଉଛି ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ 2009, ଯାହାକି ସାର୍ବଜନୀନ ପ୍ରାରମ୍ଭିକ ଶିକ୍ଷା ହାସଲ ପାଇଁ ଆଇନଗତ ମୂଳଦୁଆ ପକାଇଛି। ତାହେଲେ 1986 ଓ 92 ପରେ ଆପଣଙ୍କର ତାଙ୍କର ଯୋଉଟା ଶେଷ ଜିଷ୍ଟ ହେଉଛି ଶିଶୁ ମାଗଣା ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ। ସେହିଭଳି ଏହି ଶିକ୍ଷାନୀତିର ଆଧାର ସିଦ୍ଧାନ୍ତ। ଶିକ୍ଷା ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଉତ୍ତମ ମଣିଷ ସୃଷ୍ଟି କରିବା, ଯାହାଠାରୁ ଯୁକ୍ତିଯୁକ୍ତ ଚିନ୍ତାଧାରା ଏବଂ କାର୍ଯ୍ୟ କରିବାର ସମର୍ଥତା, ଦୟା, ସହାନୁଭୂତି, ସାହସ, ସ୍ଥିରତା, ବୈଜ୍ଞାନିକ ସ୍ୱଭାବ, ସୃଜନଶୀଳ କଳ୍ପନା, ନୈତିକତା ଏବଂ ମୂଲ୍ୟବୋଧର ବିକାଶ ହୋଇଥାଏ। ଆମ ସମ୍ବିଧାନ ଦ୍ୱାରା ପରିକଳ୍ପନା କରାଯାଇଥିବା ଏକ ସମାନ ଅନ୍ତର୍ଭୁକ୍ତି ଏବଂ ବହୁବିଧ ସମାଜ ଗଠନ ପାଇଁ ନିୟୋଜିତ, ଉତ୍ପାଦନ ଓ ଯୋଗଦାନଶୀଳ ନାଗରିକ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି। ଉତ୍ତମ ଶିକ୍ଷାନୁଷ୍ଠାନ ହେଉଛି ତାର ପ୍ରତ୍ୟେକ ଶିକ୍ଷାର୍ଥୀକୁ ନିଜର ସ୍ୱାଗତଯୋଗ୍ୟ ଯତ୍ନବାନ ଅନୁଭବ କରନ୍ତି, ଯେଉଁଠାରେ ଏକ ନିରାପଦ ଓ ଉତ୍ସାହଜନକ ଶିକ୍ଷଣ ପରିବେଶ ଉପଲବ୍ଧ, ଯେଉଁଠାରେ ବିଭିନ୍ନ ପ୍ରକାର ଶୈକ୍ଷିକ ଅଭିଜ୍ଞତା ପ୍ରଦାନ କରାଯାଇଥାଏ ଏବଂ ଯେଉଁଠାରେ ଉନ୍ନତ ଭୌତିକ ଭିତ୍ତିଭୂମି ଏବଂ ଶିକ୍ଷଣ ଉପଯୁକ୍ତ ସମ୍ବଳ ସମସ୍ତ ଶିକ୍ଷାର୍ଥୀ ପାଇଁ ଉପଲବ୍ଧ ଥାଏ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଏହି ଲକ୍ଷ୍ୟ ହାସଲ କରିବା ଜରୁରୀ, ତଥାପି ସେହି ସମୟରେ ଅନୁଷ୍ଠାନ ତଥା ଶିକ୍ଷାର ସମସ୍ତ ସ୍ତରରେ ନିରବହୀନ ସଂହତି ଏବଂ ସମନ୍ୱୟ ରଖିବା ଆବଶ୍ୟକ। ତେବେ ମୌଳିକ ନୀତିଗୁଡ଼ିକ ଉଭୟ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଶିକ୍ଷାନୁଷ୍ଠାନକୁ ବୃହତ୍ ମାର୍ଗଦର୍ଶନ କରିବ। ଏନ୍ଇପିର ମୌଳିକ ନୀତିଗୁଡ଼ିକ କ'ଣ? ଚାଲନ୍ତୁ ପ୍ରଥମ ପଏଣ୍ଟରେ ଦେଇଛି ମୌଳିକ ନୀତିରେ ଉଭୟ ଶୈକ୍ଷିକ ଓ ଅଣଶୈକ୍ଷିକ କ୍ଷେତ୍ରରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷକ ତଥା ପିତାମାତାଙ୍କୁ ସମ୍ବେଦନଶୀଳ କରି ପ୍ରତ୍ୟେକ ଶିକ୍ଷାର୍ଥୀର ଅନନ୍ୟ ସାମର୍ଥ୍ୟକୁ ଚିହ୍ନିବ, ସ୍ୱୀକାର କରିବ ଓ ତାକୁ ବୃଦ୍ଧି କରିବା। ତୃତୀୟ ଶ୍ରେଣୀ ସୁଦ୍ଧା ସମସ୍ତ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରାପ୍ତ କରିବା ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ତୃତୀୟ ପଏଣ୍ଟରେ ନମନୀୟ, ଯଦ୍ୱାରା ଶିକ୍ଷାର୍ଥୀମାନେ ସେମାନଙ୍କର ଶିକ୍ଷଣ ଗତି କାର୍ଯ୍ୟକ୍ରମ ବାଛିବେ ଏବଂ ସେମାନଙ୍କର ପ୍ରତିଭା ଆଗ୍ରହ ଅନୁଯାୟୀ ଜୀବନର ନିଜର ପଥ ବାଛିବା ପାଇଁ କ୍ଷମତା ରଖିବେ। 4 ନମ୍ବର ପଏଣ୍ଟରେ କଳା ବିଜ୍ଞାନ ମଧ୍ୟରେ ପାଠ୍ୟକ୍ରମ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟ ମଧ୍ୟରେ ଧନ୍ଦାମୂଳକ ଓ ଶୈକ୍ଷିକ ବିଭାଗ ମଧ୍ୟରେ କୌଣସି ପୃଥକତା ରହିବ ନାହିଁ, ଅର୍ଥାତ୍ କଳା ବିଜ୍ଞାନ ଏଗୁଡ଼ିକ ଧନ୍ଦା କୌଣସି ପୃଥକ ରହିବ ନାହିଁ, ଯାହାଦ୍ୱାରା ଶିକ୍ଷାର୍ଥୀର ବିଭିନ୍ନ କ୍ଷେତ୍ର ମଧ୍ୟରେ ଢାଞ୍ଚା ମଧ୍ୟରେ କ୍ଷତିକାରକ ଅନୁକ୍ରମ ଦୂର କରିବ। ସମସ୍ତ ଜ୍ଞାନ ମଧ୍ୟରେ ଏକତା ଅଖଣ୍ଡିତ ନିଶ୍ଚିତ କରିବା ପାଇଁ ବହୁମୁଖୀ ବିଶ୍ୱବିଜ୍ଞାନ, ସାମାଜିକ ବିଜ୍ଞାନ, କଳା, ମାନବୀ ଏବଂ କ୍ରୀଡ଼ା ମଧ୍ୟରେ ବହୁଭାଷୀୟ ଶିକ୍ଷା ଓ ସାମଗ୍ରିକ ଶିକ୍ଷାର ବ୍ୟବସ୍ଥା। ତ ବହୁ ବିଷୟ ଶିକ୍ଷା ଏବଂ ସାମଗ୍ରିକ ଶିକ୍ଷା ପାଇଁ ବ୍ୟବସ୍ଥା ଅଛି। ଷଷ୍ଠ ପଏଣ୍ଟରେ ଦେଖନ୍ତୁ ପରୀକ୍ଷା ପାଇଁ ଶିଖିବା ଆଉ ଘୋଷିବା ପରିବର୍ତ୍ତେ ଧାରଣ ବୋଧଗମ୍ୟତା ଉପରେ ଗୁରୁତ୍ୱ। ଆଉ ଘୋଷିବା ପାଇଁ ଗୁରୁତ୍ୱ ନ ଦେଇ ବୁଝିବା ପାଇଁ ଗୁରୁତ୍ୱ ଦେବା। 7 ନମ୍ବରରେ ଯୁକ୍ତିସଙ୍ଗତ ନିଷ୍ପତ୍ତି ନେବା, ନବାଚାରକୁ ଉତ୍ସାହିତ କରିବା, ସୃଜନଶୀଳ ଓ ବିଶ୍ଳେଷଣକୁ ଚିନ୍ତନ କରିବା ଗୁରୁତ୍ୱ। ଆମର ଯୁକ୍ତିଯୁକ୍ତ ଚିନ୍ତନ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି ବା ସୃଜନଶୀଳ ନିଜ ମନରୁ କ୍ରିଏଟ୍ ପାଇଁ। ସମାନୁଭୂତି
ଅନ୍ୟାନ୍ୟ ପ୍ରତି ସମ୍ମାନ, ପରିଚ୍ଛନ୍ନ, ସୌଜନ୍ୟ, ଗଣତାନ୍ତ୍ରିକ ଭାବନା, ସେବା ମନୋଭାବ, ସର୍ବସାଧାରଣ ସମ୍ପତ୍ତି ପ୍ରତି ସମ୍ମାନ, ବୈଜ୍ଞାନିକ ଚିନ୍ତାଧାରା, ସ୍ୱାଧୀନ, ଦାୟିତ୍ୱବୋଧ, ବହୁତ୍ୱବାଦ, ସମାନତା, ନ୍ୟାୟ ପରି ନୈତିକ ଏବଂ ମାନବିକ ସାମ୍ବିଧାନିକ ମୂଲ୍ୟବୋଧ। ତାହେଲେ ଗୋଟିଏ ପିଲାର କ'ଣ କ'ଣ ହେବ? ସମ୍ମାନ, ପରିଚ୍ଛନ୍ନତା, ସୌଜନ୍ୟ, ଗଣତାନ୍ତ୍ରିକ, ଦାୟିତ୍ୱବୋଧ, ସମାନତା, ସର୍ବୋପରି ନ୍ୟାୟ ଓ ସାମ୍ବିଧାନିକ ମୂଲ୍ୟବୋଧ କ୍ରିଏଟ୍ କରିବା। ବହୁଭାଷିତା ଏବଂ ଶିକ୍ଷାଦାନ ଶିକ୍ଷଣରେ ଭାଷାର ଶକ୍ତି ପ୍ରୋତ୍ସାହିତ କରିବ। ଜୀବନ କୌଶଳ ଯେପରି ଭାବ ବିନିମୟ, ସହଯୋଗ, ଦଳଗତ କାର୍ଯ୍ୟ ଓ ସ୍ଥିରତା ଶିଖିବ। ଆଜିର କୋଚିଂ ଓ ସଂସ୍କୃତିକୁ ଉତ୍ସାହିତ କରୁଥିବା ସମାପ୍ତି ସୂଚକ ମୂଲ୍ୟାୟନ ଅପେକ୍ଷା ଶିକ୍ଷଣ ପାଇଁ ନିୟମିତ ଗଠନମୂଳକ ମୂଲ୍ୟାୟନ ଉପରେ ଗୁରୁତ୍ୱ। ସମାପ୍ତି ସୂଚକ ମୂଲ୍ୟକୁ ଗୁରୁତ୍ୱ ନ ଦେଇ ଗଠନମୂଳକ ମୂଲ୍ୟାୟନ ଉପରେ ଗୁରୁତ୍ୱ ଦେବ ଏନ୍ଇପି। ଶିକ୍ଷାଦାନ ଓ ଶିକ୍ଷଣ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର କରିବ। ଆମର ଟାବ୍ଲେଟ୍, କମ୍ପ୍ୟୁଟର ଏଗୁଡ଼ା ମଧ୍ୟ ବହୁତ ପ୍ରଚଳନ ହେବ। ଭାଷା ପ୍ରତିବନ୍ଧକ ହଟାଇ ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା, ସୁଯୋଗ ବୃଦ୍ଧି କରିବା ଏବଂ ଶିକ୍ଷାଗତ ଯୋଜନା ପରିଚାଳନା କରିବା। ତାପରେ ଦେଖନ୍ତୁ ବିବିଧତା ପ୍ରତି ସମ୍ମାନ ଅର୍ଥାତ୍ ସମସ୍ତଙ୍କୁ ସମ୍ମାନ। ପାଠ୍ୟକ୍ରମରେ ଶିକ୍ଷାଦାନ ପ୍ରକ୍ରିୟା ନୀତିରେ ସ୍ଥାନୀୟ ପ୍ରସଙ୍ଗ ପାଇଁ ସମ୍ମାନ ସର୍ବଦା ମନେ ରଖିବା ଉଚିତ ଯେ ଶିକ୍ଷା ଯୁଗ୍ମ ତାଲିକାଭୁକ୍ତ ବିଷୟ। ତ ସ୍ଥାନୀୟ ପ୍ରସଙ୍ଗକୁ ସମ୍ମାନ ଦେବା। ତାପରେ ପଏଣ୍ଟରେ ଅଛି ସମସ୍ତ ଶିକ୍ଷାଗତ ନିଷ୍ପତ୍ତିର ମୂଳଦୁଆ ଭାବେ ପୂର୍ଣ୍ଣସମ୍ମତା ଏବଂ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରାଯିବ। ଯେପରି ଶିକ୍ଷାର୍ଥୀ ଶିକ୍ଷା ବ୍ୟବସ୍ଥାରେ ଅଗ୍ରଗତି କରିବାକୁ ସମର୍ଥ ହେବେ, ସେଭଳି ଆଦ୍ୟ ଶୈଶବର ଯତ୍ନ ଶିକ୍ଷାରୁ ଆରମ୍ଭ କରି ବିଦ୍ୟାଳୟର ଶିକ୍ଷା, ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ସ୍ତରରେ ପାଠ୍ୟକ୍ରମ ମଧ୍ୟରେ ସମନ୍ୱୟ। ପାଠ୍ୟକ୍ରମ ଯେଉଁଗୁଡ଼ିକ ରହିଛି ସେଗୁଡ଼ିକ ସମନ୍ୱୟ ରହିବ। ତାପରେ ପଏଣ୍ଟରେ ଲେଖା ହେଇଛି ଶିକ୍ଷାଦାନ ପ୍ରକ୍ରିୟାରେ କେନ୍ଦ୍ର ଭାବରେ ଶୈକ୍ଷିକ ଏବଂ ଅଧ୍ୟାପକ। ସେମାନଙ୍କର ନିଯୁକ୍ତ ନିରନ୍ତର ବୃତ୍ତିଗତ ବିକାଶ, ସକାରାତ୍ମକ କାର୍ଯ୍ୟ ପରିବେଶ ଏବଂ ଚାକିରି ସର୍ତ୍ତାବଳୀ। ଶିକ୍ଷକମାନଙ୍କ କ'ଣ ରହିବ ନା ନିଯୁକ୍ତି ରହିବ, ନିରନ୍ତର ବୃତ୍ତିଗତ ବିକାଶ ବି ରହିବ, ସକାରାତ୍ମକ କାର୍ଯ୍ୟ ପରିବେଶ ରହିବ, ଚାକିରି ସର୍ତ୍ତାବଳୀ ମଧ୍ୟ ରହିବ। ଅଡିଟ୍ ଓ ସାର୍ବଜନୀନ ପ୍ରକାଶ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାର ଅଖଣ୍ଡତା ଅଡିଟ୍ ହେବ, ସେଥିରେ ଯେମିତି ଅଖଣ୍ଡତା ରହିବ, ସ୍ୱଚ୍ଛତା ରହିବ। ସ୍ୱଚ୍ଛତା ସମ୍ବଳ ଦକ୍ଷତାକୁ ସୁନିଶ୍ଚିତ କରିବା ମାଧ୍ୟମରେ ନୂତନତା ଏବଂ ଅସାଧାରଣ ଚିନ୍ତାଧାରାକୁ ଉତ୍ସାହିତ କରିବା। ଉଲ୍ଲେଖନୀୟ ଶିକ୍ଷା ବିକାଶ ନିମନ୍ତେ ଏକ ମୂଳ ଆବଶ୍ୟକତା ଭାବେ ସୃଷ୍ଟି ଉତ୍କୃଷ୍ଟ ଗବେଷଣା କାର୍ଯ୍ୟ କରିବା। ନିରନ୍ତର ଗବେଷଣା ଏବଂ ଶିକ୍ଷା ବିଶେଷଜ୍ଞ ଦ୍ୱାରା ନିୟମିତ ମୂଲ୍ୟାୟନ ଉପରେ ଆଧାରିତ ଅଗ୍ରଗତି ନିରନ୍ତର ସମୀକ୍ଷା ହେବ। ଭାରତର ଏକ ମୂଳତା ଏବଂ ଗର୍ବ ଏହାର ସମୃଦ୍ଧ ବିବିଧ ପ୍ରାଚୀନ ଆଧୁନିକ ସଂସ୍କୃତି ଜ୍ଞାନ ପ୍ରଣାଳୀ ମଧ୍ୟ ପରମ୍ପରା ହେଉଛି। ଶିକ୍ଷା ହେଉଛି ଏକ ଜନସେବା କାର୍ଯ୍ୟ। ପ୍ରତ୍ୟେକ ଶିଶୁକୁ ଗୁଣାତ୍ମକ ଶିକ୍ଷା ସୁଯୋଗ ଦେବା ମୌଳିକ ଅଧିକାର ଭାବେ ବିବେଚନା କରାଯିବା ଆବଶ୍ୟକ। ଏକ ଶକ୍ତିଶାଳୀ ଉତ୍ସାହୀ ସାର୍ବଜନିକ ବ୍ୟବସ୍ଥାର ବିପୁଳ ପୁଞ୍ଜି ବିନିଯୋଗ ସହିତ ପ୍ରକୃତ ଉପକାରୀ ବ୍ୟକ୍ତିଗତ ଏବଂ ଗୋଷ୍ଠୀ ଅଂଶଗ୍ରହଣକୁ ଉତ୍ସାହିତ କରିବ ଏବଂ ସୃଷ୍ଟି କରିବ। ଏଭଳି ଏହାର ମୌଳିକ ନୀତିଗୁଡ଼ିକ ଥିଲା। ଏହାର ଭିଜନ କ'ଣ ଅଛି? ଏହି ଜାତୀୟ ଶିକ୍ଷାନୀତି ଭାରତୀୟ ଲୋକାଚାର ଉପରେ ଆଧାରିତ ଏକ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା କରିଛି, ଯାହା ଭାରତକୁ ରୂପାନ୍ତର କରିବାରେ ସିଧାସଳଖ ଅବଦାନ ଦେବ, ଅର୍ଥାତ୍ ସମାନତା, ଉତ୍ସାହୀ, ଜ୍ଞାନଭିତ୍ତିକ ସମାଜରେ ସମସ୍ତଙ୍କୁ ଉଚ୍ଚ ଗୁଣମାନର ଶିକ୍ଷା ପ୍ରଦାନ କରିବ, ଭାରତକୁ ଜ୍ଞାନର ଏକ ବିଶ୍ୱର ଶକ୍ତିରେ ପରିଣତ କରିବ। ଏହି ନୀତିରେ ପରିକଳ୍ପନା କରାଯାଇଛି ଯେ ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମ ଏବଂ ଶିକ୍ଷାଦାନ ପ୍ରକ୍ରିୟା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ମୌଳିକ କର୍ତ୍ତବ୍ୟ ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଗଭୀର ସମ୍ମାନ ଭାବନା, ଅର୍ଥାତ୍ ମୌଳିକ କର୍ତ୍ତବ୍ୟ, ସମ୍ବିଧାନକୁ ସମ୍ମାନ, ନିଜ ଦେଶ ସହିତ ବନ୍ଧନ, ପରବର୍ତ୍ତୀ ଦୁନିଆର ବ୍ୟକ୍ତିର ଭୂମିକାକୁ ଦାୟିତ୍ୱ ଓ ସମ୍ପର୍କ ସଚେତନ କରାଇବା। ନୀତିର ଦୃଷ୍ଟିକୋଣ ହେଉଛି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଭାରତୀୟ ହେବାର ଏକ ଗଭୀର ଗର୍ବଭାବ ସୃଷ୍ଟି କରିବା। ଆମେ ଇଣ୍ଡିଆନ ବୋଲି ଆମକୁ ଗଭୀର ଭାବରେ ଗର୍ବ କରିବା। କେବଳ ଚିନ୍ତାଧାରା ନୁହେଁ, ବରଂ ଆତ୍ମା, ବୁଦ୍ଧି ଏବଂ କାର୍ଯ୍ୟରେ ଜ୍ଞାନ କୌଶଳ ମୂଲ୍ୟବୋଧ ମନୋଭାବ ବିକାଶ କରାଇବା, ଯାହା ଦାୟିତ୍ୱ ପ୍ରତିବଦ୍ଧତାକୁ ସମର୍ଥନ କରେ। ମାନବିକ ଅଧିକାର, ସ୍ଥାୟୀ ବିକାଶ, ଜୀବନଯାପନ, ବିଶ୍ୱ ସନ୍ତୁଷ୍ଟି, ସୁସ୍ଥତା, ଯଦ୍ୱାରା ପ୍ରକୃତି ବିଶ୍ୱ ନାଗରିକ ପ୍ରତିଫଳିତ ହୁଏ। ମୋଟାମୋଟି କହିବାକୁ ଗଲେ ମାନବିକ ଅଧିକାର ଯାହା ବିଶ୍ୱକୁ ଏକ ବିଶ୍ୱ ନାଗରିକ ପ୍ରତିଫଳିତ କରିବ ବୋଲି ଏହି ଏନ୍ଇପିର ଭିଜନ ରହିଛି।